ବୋଉ ଶିକ୍ଷକ ନାଁରେ କଳଙ୍କ। ଟ୍ୟୁସନ ପଢ଼ାଇବା ଆଳରେ ଅଷ୍ଟମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଅଭିଯୁକ୍ତ ଜଣକ ଗାଁ ସାଥୀ ଭାବେ କାମ କରୁଥିବା ସହ ଗାଁରେ ଟ୍ୟୁସନ କରୁଥିଲେ। ଅଭିଯୋଗ ପରେ ପୁଲିସ ତାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଭୋଗରାଇ କମର୍ଦା ଥାନା ଅଞ୍ଚଳରୁ ଆସିଛି ଏହି ସଙ୍ଗୀନ ଅଭିଯୋଗ। କୋମଳମତି ଛାତ୍ରୀଙ୍କ ବିଶ୍ୱାସ ସହ ଖେଳ। ଟ୍ୟୁସନ ସାର୍ ସାଜି ଛାତ୍ରୀଙ୍କୁ ପଢ଼ାଉଥିଲେ ପାଠ, ଆଉ ସୁଯୋଗ ଦେଖି କରିଥିଲେ ଜଘନ୍ୟ କାଣ୍ଡ। କମର୍ଦା ଥାନା ବାଗ ଗ୍ରାମର ଅନିଲ କୁମାର ସାହୁ ଦୀର୍ଘ ଦିନ ଧରି ଗାଁର ପିଲାମାନଙ୍କୁ ଟ୍ୟୁସନ ପଢ଼ାଉଥିଲେ। ଅଭିଯୋଗ ଅନୁଯାୟୀ ଟ୍ୟୁସନ ଚାଲିଥିବା ବେଳେ ସେ ଜଣେ ନାବାଳିକା ଛାତ୍ରୀଙ୍କୁ ମୁଣ୍ଡ ବିନ୍ଧୁଥିବା କହି ଅଲଗା ରୁମ୍କୁ ଡାକିଥିଲେ। ଛାତ୍ରୀ ଜଣଙ୍କ ମୁଣ୍ଡରେ ଔଷଧ ଲଗାଇ ଦେବା ପରେ ପାଣି ଆଣିବାକୁ କହିଥିଲେ ଅଭିଯୁକ୍ତ। ପରେ ଛାତ୍ରୀ ଫେରିଆସିବା ପରେ ତାଙ୍କୁ ରୁମ୍ ଭିତରେ ଅଟକାଇ ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ଜଣାପଡ଼ିବା ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଘଟଣା ନେଇ କମର୍ଦା ଥାନାରେ ଅଭିଯୋଗ ହେବା ପରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଅନିଲ କୁମାର ସାହୁଙ୍କୁ ତାଙ୍କ ବାସଭବନରୁ ଉଠାଇ ଆଣି ପଚରାଉଚରା କରାଯାଉଛି। ସେ ଦୀର୍ଘ ବର୍ଷ ଧରି ଗାଁ ସାଥୀ ଭାବେ କାମ କରୁଥିବା ଜଣାପଡ଼ିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ତେବେ ତଦନ୍ତ ପରେ ପୁଲିସ ପକ୍ଷରୁ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ। ନାବାଳିକାଙ୍କ ସୁରକ୍ଷା ନେଇ ପୁଣି ଉଠିଛି ପ୍ରଶ୍ନ। ଶିକ୍ଷକ ନାଁରେ ଆସିଥିବା ଏହି ସଙ୍ଗୀନ ଅଭିଯୋଗର ତଦନ୍ତ କେଉଁ ଦିଗକୁ ଯାଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର। ଦେଖ ଦେଖ ମୁହଁଟା ଦେଖା ପଡ଼ୁ। ବ୍ୟୁରୋ ରିପୋର୍ଟ, ସମ୍ପର୍କ ଲାଇଭ୍।